ପିଲାମାନେ ଆଜି ଆମେ ଦ ଏବଂ ଧ କୁ ବ୍ୟବହାର କରି କେତେଗୁଡ଼ିଏ ଅବନା ଶବ୍ଦ ଜାଣିବା। ପ୍ରଥମେ ଦ କୁ ବ୍ୟବହାର କରି କେତେଗୁଡ଼ିଏ ଅବନା ଶବ୍ଦ ଜାଣିବା। ଏବେ ଦୁଇ ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଦ କ ଦକ ଦ ଳ ଦଳ ଦ ଲବ୍ୟସ ଦଶ। ଏବେ ତିନି ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଆ ଦ ର ଆଦର ହର୍ଷଉ ଦ ୟ ଉଦୟ ଦନ୍ତ୍ୟସ ଦ ୟ ସଦୟ ବ ଦ ଳ ବଦଳ ବ ଳ ଦ ବଳଦ ଚ ହର୍ଷଉ ଦ ଚଉଦ ବ ହର୍ଷଉ ଦ ବଉଦ ଦ ର ବର୍ଗ୍ୟଜ ଦରଜ ଦ ଲବ୍ୟସ ମ ଦଶମ ଦ ହ ଦହନ। ଏବେ ଚାରି ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଦ ଳ ବ ଳ ଦଳ ବଳ ଦ ର ଲବ୍ୟସ ନ ଦରସନ ଦ ମ କ ଦମକଳ ଦ ଲବ୍ୟସ ର ଖ ଦଶରଥ। ଏବେ ପାଞ୍ଚ ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଦନ୍ତ୍ୟସ ଦ ଳ ସଦଳ ବଳ। ଏବେ ଛଅ ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଅ ଦ ଅଦଳ ବଦଳ। ଏବେ ଧ କୁ ବ୍ୟବହାର କରି କେତେଗୁଡ଼ିଏ ଅବନା ଶବ୍ଦ ଜାଣିବା। ପ୍ରଥମେ ଦୁଇ ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଧ ଧନ ଗ ଧ ଗଧ ଓ ଧ ଓଧ ବ ଧ ବଧ। ଏବେ ତିନି ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଧ ବ ଳ ଧବଳ ଧ ର ମ ଧରମ ଅ ଧ ମ
ଏବେ 4 ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଧ ଧ ନ ନ ବର୍ଗ୍ୟ ଜ ବର୍ଗ୍ୟ ଜ ନ ନ ଧନ ଜନ। ଧନ ଜନ। ଏବେ 5 ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଧ ଧ ର ର ପ ପ ଗ ଗ ଡ ଡ ଘର ପଗଡ଼। ଘର ପଗଡ଼। ଆଜି ପାଇଁ ଏତିକି। ପୁଣି ଦେଖା ହେବା ଆସନ୍ତା ଭିଡ଼ିଓରେ।